ଚିଲି କୋବି ବା କୋବି ଚିଲି ଖରା ହଉ ବର୍ଷା ହଉ ଅବା ଶୀତ ହଉ ଏହି ଖାଇବାଟା ଏହି ରେସିପିଟା ଆଉ ଏହି ଆଇଟମଟା ସମସ୍ତଙ୍କର ଅତି ପ୍ରିୟ ହେଇଥାଏ। କାରଣ ସବୁ ସିଜନରେ କୋବି ଅପେକ୍ଷା ଏହି ଚିଲି କୋବି ଖାଇବାକୁ ହିଁ ସମସ୍ତେ ଭଲ ପାଇଥାନ୍ତି। ତ ଚାଲନ୍ତୁ ଡେରି ନ କରିକି ଆରମ୍ଭ କରିବା ଏହାର ପ୍ରସ୍ତୁତି। ନମସ୍କାର, ମୁଁ ପ୍ରୀତି ଛନ୍ଦା ଆପଣଙ୍କୁ ମୋ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ କରୁଛି। ଆଜି ମୁଁ ଆପଣମାନଙ୍କ ସାଙ୍ଗରେ ସେୟାର କରିବି ଗୋଟେ ଡ୍ରାଏ ଚିଲି କୋବି, ଯେଉଁଟାକି ଖାଇବାକୁ ବହୁତ ହି ଟେଷ୍ଟି ଲାଗିଥାଏ। ସେ ସିଜନ୍ ହଉ କି ଅଫ୍ ସିଜନ୍ ହଉ, ପ୍ରତ୍ୟେକଟି ସିଜନ୍ରେ ଆର ଟେଷ୍ଟ ସେମିତି ହିଁ ରହିଥାଏ। ଖାସ୍ କରି ଚିଲି କୋବି ଉପରେ ଯଦି ଆମେ କିଛି ଆଇଟମ୍ ବନେଇବା ତ ସେମିତି ହିଁ ଟେଷ୍ଟ ଜବରଦସ୍ତ ରହିଥାଏ। ତ କୋବିକୁ ମୁଁ ଏମିତି ଭାବରେ କାଟି ଦେଇକି ତାକୁ ଧୋଇ ଦେଇଥିଲି, ଗୋଟେ ଜାଲିରେ ରଖିଦେଇଥିଲି। ତାଦ୍ୱାରା କି ଏକ୍ସଟ୍ରା ପାଣି ଆମର ବାହାରିଯିବ। କୋବିଟାକୁ ବେଶୀ ବଡ଼ କାଟିବେନି କି ବେଶୀ ଛୋଟ କାଟିବେନି, ଏମିତି ମିଡ଼ିୟମ୍ ଭାବରେ କାଟିବେ। ସେଇଥିରେ ମୁଁ ଲୁଣ, ଲଙ୍କାଗୁଣ୍ଡ ପକାଇ ଦେଇଥିଲି, କାଶ୍ମୀରୀ ଲଙ୍କାଗୁଣ୍ଡ ଟିକେ ଲାଲ ଆସିବା ପାଇଁ ପକାଇ ଦେଇଥିଲି, ହଳଦୀ ଗୁଣ୍ଡ ଟିକେ ପକାଇ ଦେଇଥିଲି, ଗରମ ମସଲା, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ହାଫ୍ ଚାମଚ ସବୁ ପକାଇ ଦେଇଥିଲି। ଏଇଥିରେ ଆପଣ କୋବିର ମାତ୍ରା ଦେଖି ଆପଣମାନେ କମ୍ ଅଧିକ କରିପାରିବେ। କସ୍ତୁରୀ ମେଥି ଯଦି ଅଛି ନିଶ୍ଚିତ ଆଡ଼୍ କରିବେ, ଯାହାଦ୍ୱାରା କି ବହୁତ ବଢ଼ିଆ ବାସ୍ନା ଆସିଥାଏ। ସେଇଥିରେ ମୁଁ 2 ଚାମଚ କର୍ଣ୍ଣଫ୍ଲୋର୍ ପକାଇ ଦେଇଥିଲି, ଆଉ ସେଥିରେ ମଇଦା ବି ପକାଇଥିଲି। ମଇଦା ଆପଣମାନେ ଚାହିଁଲେ ସ୍କିପ୍ କରିଦେବେ, କିନ୍ତୁ ମଇଦା ପକାଇବା ଦ୍ୱାରା ତାର ସେ ଯେଉଁଟା ବାଇଣ୍ଡିଂ କରିଥାଏ ନା, ଯେତେବେଳେ ତାର ଟିକେ ନାକୁ ମଇଦାର ଗୋଟେ ଗ୍ରେଭି ଅଂଶ ଯେତେବେଳେ ଆସେ ଆଉ ସେଥିରୁ ଗୋଟେ ଚୋପା ଭଳିଆ ମଇଦାରୁ ବାହାରେ, ତ ସେଇଟା ଖାଇବାକୁ ନା ବହୁତ ବଢ଼ିଆ ଲାଗିଥାଏ। ଆଉ ଚିଲି ଚିକେନର ଟିକେ ନାକୁ ହାଲକା ଫ୍ଲେଭର ବି ଆସିଥାଏ। ତ ଆପଣମାନେ ଚାହିଁଲେ ଏଇଠି ଚିକେନ ପାଉଡ଼ର ବି ଟିକେ ନାକୁ ପକାଇଦେବେ। ତ ଏମିତି ଭାବରେ ଆପଣମାନେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ରିଫାଇନ୍ ଅଏଲ୍ରେ ଛାଣିବେ। ତ ମୁଁ ବି ସେମିତି ଛାଣି ହିଁ ଥିଲି। ତ ବେଶୀ କଡ଼ା ଭଜା କରିବେନି, ସେ ପର୍ଯ୍ୟନ୍ତ ଭାଜିବେ ଯେମିତି କୋବିଟା ନା ଆମର ସିଝି ଯାଇଥିବ, କମ୍ ସେ କମ୍ 80 ଭାଗ ସିଝି ଯାଇଥିବ। ତ ସେଇ ଅନୁସାରେ କି ବେଶୀ ପୋଡ଼ପୋଡ଼ିଆ କରିବେନି। ତ ଦେଖନ୍ତୁ ଏଇ ଷ୍ଟେଜ୍ ହେଲା ପର୍ଯ୍ୟନ୍ତ ଆପଣମାନେ ଭାଜିବେ। ତ ଏମିତି ଭାବରେ ମୁଁ ସବୁତକ କୋବି ଭାଜି ଦେଇଥିଲି ଆଉ ତାକୁ ଛାଣି ଦେଇଥିଲି। ଛାଣି ସାରିଲା ପରେ ଟିକେ ନା କଡ଼େଇରେ ରଖିଥିଲି, ଯାହାଦ୍ୱାରା କି ଯେଉଁ ଅଏଲ୍ ଅଛି ସେଗୁଡ଼ା ଟିକେ ଭଲସେ ବାହାରିଯିବ। ତାପରେ ପୁଣି ଆଉଥରେ କୋବି ପକାଇଥିଲି। ଏହିପରି ଭାବେ ମୁଁ ସବୁତକ କୋବି ଛାଣି ନେଇଥିଲି। ଆଉ ଗୋଟେ ଆପଣମାନଙ୍କ ସାଙ୍ଗେ ସେୟାର କରିବି, କୋବି ଯଦି ଆପଣ ବଡ଼ ବି ନେଉଛନ୍ତି ନା, ଟିକେ ଯଦି ଅଧିକ ଲୋକ ଅଛନ୍ତି ଆପଣ ସେଇ ହିସାବରେ କୋବି ନେବେ। କାରଣ ଏଇ କୋବିକୁ ନା ଆମେ ଛାଣିଲା ପରେ ସେଇଟା ସିଙ୍କ କରିଯାଇଥାଏ। ବହୁତ ବଡ଼ କୋବି ମୁଁ ନେଇଥିଲି କିନ୍ତୁ ବହୁତ କମି ହିଁ ଯାଇଥିଲା, ତେଣୁକରି ମେମ୍ବର ହିସାବରେ ଟିକେ ନାକୁ ଦେଖିକି ଆପଣମାନେ ନେବେ। ତ ମୁଁ 4 ଜଣଙ୍କ ପାଇଁ କରିଥିଲି, ଢେର ସାରା ହେଇଥିଲା। ତ ଆପଣଙ୍କ ଘରେ ଯଦି ଅଧିକ ଅଛନ୍ତି କମ୍ ବେଶୀ କରିପାରିବେ। ସେଇଥିରେ ମୁଁ ରିଫାଇନ୍ ତେଲରେ ଟିକେ ତେଜପତ୍ର ଆଉ ଡାଲଚିନି ପକାଇଥିଲି, ଯାହାଦ୍ୱାରା କି ବଢ଼ିଆ ବାସ୍ନା ଆସିବ। କଞ୍ଚା ଲଙ୍କା ଯଦି ଅଛି ନିଶ୍ଚିତ ଫୁଟେଇବେ, କାରଣ କଞ୍ଚା ଲଙ୍କାର ଫ୍ଲେଭର ଜବରଦସ୍ତ କରିଥାଏ ଏଇ ଚିଲି କୋବିକୁ। ତାପରେ କାଟି ରଖିଥିବା ପିଆଜକୁ ମୁଁ ଆଡ଼୍ କରିଥିଲି। ପିଆଜ ନା ଆମେ ଟିକେ ସ୍ମୋକି ଭଳିଆ ଭାଜିବା, ତେଣୁକରି ପିଆଜ ଜଷ୍ଟ ଟିକେ ନାକୁ ଭାଜି ହେଲା ପରେ ମୁଁ ସେଇଥିରେ ଅଦା ରସୁଣ ପେଷ୍ଟକୁ ହାଇ ଫ୍ଲେମ୍ରେ କଣ୍ଟିନ୍ୟୁଅସ୍ ମୁଁ ତାକୁ କଷିଲି, ଯାହାଦ୍ୱାରା କି ମସଲାର ଗନ୍ଧଟା ଯେଉଁ ସ୍ମେଲ୍ ଆସେ, ମସଲାର ଅଦା ଆଉ ରସୁଣର ଯେଉଁ ସ୍ମେଲ୍ ଆସେ ସେଇଟା ପଳେଇବ। ତ କଣ୍ଟିନ୍ୟୁଅସ୍ ଏମିତି ମୁଁ ପୁରା ଟୋଟାଲ୍ ଆପଣ କଷୁଥିବେ, କମ୍ ସେ କମ୍ 2 ମିନିଟ୍ ଖଣ୍ଡେ କଷିବେ। ତାପରେ ସିମ୍ କରିଦେଇକି ତାକୁ ଘୋଡ଼େଇ ଦେବେ। ଘୋଡ଼େଇ ସାରିଲା ପରେ ସେ କିଛି ଲାଖିନଥିବ, ଆପଣମାନେ ଦେଖିଥିବେ ଜଷ୍ଟ ଯେଉଁଗୁଡ଼ାକ ଟିକେ ଟିକେ ଲାଖିଥିବ ତାକୁ ଭଲସେ ପିଠା ଖଡ଼ିକାରେ କୋରେଇ ତାକୁ ପୁଣି ଭାଜିଦେବେ। କାରଣ ଏଇଟାକୁ ଭାଜିଦେଲେ କଞ୍ଚାଂଶ ଯେମିତି ନ ରହିବ, କାରଣ କଞ୍ଚାଂଶ ରହିଲେ ଭଲ ଲାଗେନି। ତାପରେ ମୁଁ ସେଥିରେ କାଟି ରଖିଥିବା କ୍ୟାପ୍ସିକମ୍ ଆଡ଼୍ କରିଥିଲି। ଆଉ ଆପଣଙ୍କ ପାଖରେ ଯଦି ଅଲଗା କଲରଫୁଲ୍ କ୍ୟାପ୍ସିକମ୍ ଅଛି ନିଶ୍ଚିତ ଆଡ଼୍ କରନ୍ତୁ, ଦେଖିବାକୁ ଆହୁରି ସୁନ୍ଦର ଲାଗିବ ଚିଲି କୋବି। ଚିଲି କୋବିରେ ମୁଁ ଏପର୍ଯ୍ୟନ୍ତ ଲୁଣ ପକାଇନି, କାରଣ ମୁଁ ଯେଉଁଟା ଛାଣିଲି କୋବି ସେଥିରେ ଲୁଣ ପକାଇଥିଲି। ଆଉ ବାକି ସବୁ ସସ୍ରେ ସବୁ ଲୁଣ ରହିଥାଏ ବୋଲି ମୁଁ ଆଉ ଟୋଟାଲ୍ ବି ଲୁଣ ଆଡ଼୍ କଲିନି। ତ ମୁଁ ସେଇଥିରେ ଟମାଟୋ କ୍ୟାଚପ୍ 3 ଚାମଚ, ସୋୟା ସସ୍ ମାତ୍ର ହାଫ୍ ଚାମଚରୁ ଟିକେ କମ୍, ଚିଲି ସସ୍ ସେମିତି ବଡ଼ ଚାମଚରେ 2 ଚାମଚ ପକାଇକି ତାକୁ ମୁଁ ଭଲସେ ଭାଜି ନେଇଥିଲି। ଟିକେ ନାକୁ ଭାଜିବା ଯେ, କାରଣ ଟମାଟୋ ସସ୍ରେ ବି ଗୋଟେ କଡ଼ା ଫ୍ଲେଭର ଆସେନି କି, ଯେଉଁ ସ୍ମେଲ୍ଟା ଆସେ ନା, ସେଇଟା କଡ଼ା ଫ୍ଲେଭରଟା ଆସେ, ସେଇଟା ଯେପର୍ଯ୍ୟନ୍ତ ଟିକେ କମିନି। ତ ଏମିତି ଭାବରେ ଦେଖନ୍ତୁ ଏ ଷ୍ଟେଜ୍ରେ ପୁରା ଭାଜି ହେଇଗଲାଣି। ତ ତାପରେ ଆମେ ଆଡ଼୍ କରିବା ଗରମ ମସଲା। ଚିଲି କୋବିରେ ଯେଉଁଟା ଛାଣିଲେ ସେଥିରେ ପକାଇଥିଲେ, ଏଇଟାରେ ଖାଲି ଏଇ ଯେଉଁ ସସ୍ ସବୁ ପଡ଼ିଛି ତାର ଟେଷ୍ଟଟା ବଢ଼ାଇବା ପାଇଁ ଗରମ ମସଲା, ଧନିଆ ପାଉଡ଼ର ଟିକେ ନାକୁ ପକାଇଥିଲେ, ମୁଁ ଗୋଲମରିଚ ଗୁଣ୍ଡ ଏସବୁ ପକାଇବା। ଗୋଲମରିଚ ଗୁଣ୍ଡ ନିଶ୍ଚିତ ଭାବରେ ପକାଇବେ। ଗୋଲମରିଚ ଗୁଣ୍ଡ ସବୁ କୌଣସି ଚିଲି ଆଇଟମ୍ରେ ନା ଗୋଲମରିଚ ଗୁଣ୍ଡର ନା ବହୁତ ବଡ଼ ଭୂମିକା ରହିଥାଏ, ଯେଉଁଟାକି ଟେଷ୍ଟକୁ ବହୁତ ବଢ଼ିଆ ବଢ଼େଇଥାଏ। ତ ଟିକେ ନାକୁ ଘୋଡ଼େଇ ଆସିଲା ପରେ ଆପଣମାନେ ଦେଖୁଥିବେ ଟିକେ ନାକୁ ଅଏଲ୍ ଛାଡ଼ି ଆସିଲାଣି। ଏଇ ଷ୍ଟେଜ୍ରେ ଆମେ ଛାଣି ରଖିଥିବା ସବୁତକ କୋବିକୁ ଆମେ
ଆଡ଼୍ କରିଦେବା। ତ ଆପଣମାନେ ସେମିତି ଲୁଣ ଟୋଟାଲ୍ ବି ଆଡ଼୍ କରିବେନି। ଲୁଣ ଆଡ଼୍ କଲେ ଚିଲି କୋବିଟା ପୁରା ଲୁଣିଆ ଲାଗିବ। ଆଉ ଟୋଟାଲ୍ ଲୁଣ ଆଡ଼୍ କରିବେନି। ଫାଷ୍ଟରୁ ଯାହା ଲୁଣ ଆଡ଼୍ ହେଇଥିଲା ଆମର ଯେତେବେଳେ କୋବି ଆମେ ଛାଣିଥିଲେ, ତାପରେ ବାକି ସବୁ ସସ୍ରେ ଯେହେତୁ ଲୁଣ ମାତ୍ରା ଟିକେ ଥାଏ, ତେଣୁକରି ଲୁଣକୁ ଟୋଟାଲି ଆମେ ସ୍କିପ୍ କରିଦେବା। ଏଇଟା ମୁଁ ଡ୍ରାଏ ବନାଉଛି। ଡ୍ରାଏ ଚିଲି କୋବି ହିଁ ଭଲ ଲାଗେ। ଯଦି ଆପଣମାନେ ଚାହିଁବେ ଟିକେ ନାକୁ ପାଣି, କର୍ଣ୍ଣଫ୍ଲୋର୍ ପାଣି ଗୋଳେଇକି ତାକୁ ଟିକେ ନାକୁ ବହଳିଆ ବି କରିପାରିବେ। ଏଇ ଚିଲି କୋବିଟା ଖାଇବାକୁ ଶୀତ ଦିନ ହଉ, ବର୍ଷା ଦିନ ହଉ, ଖରା ଦିନ ହଉ ବହୁତ ବଢ଼ିଆ ଲାଗିଥାଏ। କୋବିଟା ନା ଖାଲି ଯଦି ତରକାରୀ ହଉ କି ଭଜା ହଉ ଶୀତ ଦିନ ଭଲ ଲାଗେ, କିନ୍ତୁ ଚିଲି କୋବିଟା ସବୁ ସିଜନ୍ ୱାଇଜ୍ ଭଲ ଲାଗିଥାଏ। ଲାଷ୍ଟକୁ ଏମିତି ଭାବରେ ଧନିଆ ପତ୍ର ଟିକେ ନାକୁ ପକେଇଦେବେ। ଗରମା ଗରମ କୋବିଟାକୁ ଭଲସେ ଭାଜି ନେଇକି ସମସ୍ତଙ୍କୁ ଗରମା ଗରମ ରୁଟି ହଉ, ପରଟା ହଉ, ନାନ୍ ହଉ, ପୁରୀ ହଉ ସାଙ୍ଗେ ଖାଇବାକୁ ଦେଖିବେ କେତେ ଟେଷ୍ଟ ଲାଗୁଛି। ତ ଆଜିର ରେସିପିଟି ଯଦି ଆପଣମାନଙ୍କୁ ପସନ୍ଦ ଆସିଥିବ, ନିଶ୍ଚିତ ଭାବେ ମୋ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ମୁଁ ପୁଣି ଏମିତି ବହୁତ ସାରା ଢେର ସାରା ରେସିପି ନେଇକି ଆସିବି। ରହିଲି, ନମସ୍କାର, ବାଏ ବାଏ, ଜୟ ଜଗନ୍ନାଥ। ସମସ୍ତେ ଖୁସିରେ ରୁହନ୍ତୁ।